त्रयोदश अध्याय बंधु महांती संवाद। चैतन्य उवाच हे मन शुण दिव्य रस प्रभुंक महिमा शेष से साधु जनक महिमा के कही पारे तार सीमा। जाजपुर रे तार घर बंधु महांती नाम तार जाति रे अटई करण तार कुटुंब 5 जन बेनी दुहिता एक सुत पत्नी ता स्वामीर भकत हेमंते 5 जन थांती करी जाचकपण नीति देश विदेश बुली जाती प्रकाशी कुटुंब पोषंती एक दिन रुआर दिन घरे ता नथाई भोजन सर्वदा सदानंदमय दुख को सूचना न थाए एणु श्री हरि पादे मती निरते साधु जने प्रीति प्रभु महिमा गुण मान निरते रटई बदन कर्णरे शुणी हृदय चिंती एणु आनंद तार मती सकल जीवे तार दया बांधव जने से निर्माया हरि भकते महाभय सत्य धार्मिक विप्र प्रिय संसार कर्मे से उदार जानई नाम एक सार सत्य रे भजु थाई नित्य दिन बंचई दुख सुखे हेमंते केते दिन गला दैबे कांतारे पड़िला प्राणी की न मिले भोजन दुर्भिक्षे मले बहुजन जही देखिले कुढ़ कुढ़ हईन पड़िले कमढ़ सकल देशे डका बुबा आउ के अन्न देव बा बंधु महांती नाना मते बुलिन ग्राम 5 7 काहीं से किछि न पाइला निराशे लेउटी आइला बसिला निजपुरे जाई चिंतीण प्रभु भावग्राही एही समय पत्नी तार कहिला पतिर छामुर बइला शुण प्राणनाथ बालके होइले अनाथ पुत्र दुहिता संभाळ भोजन न पाई आकुल जेते जंजाल मते करी केशहु माता देह धरी एथकु कह कि विचार कि बुद्धि करिबा एथर महर सखा सहा नाही दादी मऊला बाप भाई तुम्भर बंधु इष्ट घर प्रीति मैत्र सहोदर थिले निकटे दूर देशे चाल हे जीवा तांक पासे करिन नाना मते सेवा एकाल कांतारु बंचिबा ता शुणी बोले निज पति मवाणी शुण रे जुवती तू जाहा पचारिलु मते मु एबे कहुअछि तते बंधु सुदर मर नाही मु बड़ अनाथ अटई एका मो बंधु जणे अछि बहुत दूर रे अछंती एठारु 10 जुण ठारे घर करिछि क्षेत्र बरे पुरुष मानक उत्तम केहि नुहंती तांकु सम आबर भाग्यवंत पणे ब्रह्मांडे ना
ଯାଇ ପାରିଲେ ତାଙ୍କ ଯାଏ ଦୁଃଖ ବା ଛାଡ଼ିବ ଥୁକାଏ। ତା ଶୁଣି ଆନନ୍ଦ ସୁନ୍ଦରୀ କହି ସ୍ୱାମୀ କର ଧରି ଭୋନାଥ ମୋର ବୁଲ କର ପୁତ୍ରକୁ ଟିକି ତୁମ୍ଭେ ଧର। ଏକ ଦୁହିତା ମୋର ଭାଗେ ଆରକେ ଚଲାଇବା ଆଗେ। ଘରେ ପଦାର୍ଥ ଅଛି ଯେତେ ପଣତେ ବାନ୍ଧି ଦିଅ ମତେ। ବହନ ହୋଇ ଚାଲ ଯିବା ନୋହିଲେ ସମସ୍ତେ ମରିବା। ପତ୍ନୀ ମୁଖରୁ ଏହା ଶୁଣି ବନ୍ଧୁ ମହାନ୍ତି ମନେ ଗୁଣି ନେତ୍ର ପବିତ୍ର ହେବ ମୋର ଦେଖିବି ବ୍ରହ୍ମାଣ୍ଡ ଠାକୁର। ଶ୍ରୀବଳ ଭଦ୍ର ଦେବ ଦେଖି ସୁଫଳ କରିବି ମୁଁ ଆଖି। ଏମନ୍ତ ବିଚାରିଣ ଚିତ୍ତେ ପୁତ୍ରକୁ ଧଇଲା ତୁରିତେ। ପତ୍ନୀ କହିଲା ଯେଉଁ ରୂପେ ତାହାକୁ ଦେଲା ସେହି ରୂପେ। ପୁତ୍ରକୁ ବସାଇନ କନ୍ଧେ ଚଳିଲେ ପରମ ଆନନ୍ଦେ। ପଥରେ 4 ଦିନ ରହି ମିଳିଲେ କ୍ଷେତ୍ରବରେ ଯାଇ। ପ୍ରବେଶ ସିଂହଦ୍ୱାର ଠାର ଦେଖିଲେ ବେତୁଆ ଅପାର। ବହୁତ ହୋଇଛି ଆକଟ ମାଛି ଗଳିବା ନାହିଁ ବାଟ। ସେ ଦ୍ୱାରେ ପଶି ନ ପାରିଲେ ଦୂରହୁ ରହି ଅନାଇଲେ। ପତିତ ପାବନଙ୍କୁ ଦେଖି ସୁଫଳ କଲେ ଚର୍ମ ଆଖି। ତହୁଁ ଚଳିଲେ ଅତି ସୁଖେ ମିଳିଲେ ଦକ୍ଷିଣର ପାଖେ। ବସିଲେ ପେଜନଳା ଠାରେ ସେ ଘରୁ ଗାଈଙ୍କ ସଙ୍ଗରେ। ଦେଖି ତା ପତ୍ନୀ ବୋଲେ ତହିଁ ଏଠାରେ ବସିଲ କି ପାଇଁ। ଦେଖ ହେଉଛି ସନ୍ଧ୍ୟା କାଳ ଅତି ଅନ୍ଧାର ବେଳୁ ବେଳ। ବେଗେ ତ ବନ୍ଧୁ ଘର ଯିବା ଭୁଞ୍ଜିନ ଶରୀର ପୁଷିବା। ଅନ୍ନ ନ ଦେଲେ ସେହୁ ପୁଣି ମାଗିବା କାହୁଁ ପେଜ ପାଣି। ଏମନ୍ତ ବଇଲେ ସୁନ୍ଦରୀ ବାଳକ ମାତା ହାତ ଧରି। ଭୋ ମାତ ଲାଗୁଅଛି ଭୁକ ଗଲାଟି ପ୍ରାଣ ବେଗେ ରଖ। ତା ଶୁଣି ବନ୍ଧୁ କହେ ଧୀରେ ପୁତ୍ର ଦୁହିତାଙ୍କ ଆଗରେ। ଆଜ ଶୁଣିଲି ବନ୍ଧୁ ଘର ଉଛୁର ହେଉଛି ଅପାର। ବହୁତ ଦେଶୁ ବନ୍ଧୁ ମାନେ ଆସିଅଛନ୍ତି ତା ଭୁବନେ। ଦ୍ୱାରେ ବେତୁଆ ଜଗିଛନ୍ତି ବୁଝି ଶଙ୍ଖୁଳି ଛାଡ଼ି ଦିଅନ୍ତି। ଯେ ପେଲା ପଣ କରି ଯାଇ ମାଡ଼େ ତା ଜୀବନ ଛାଡ଼ଇ। ଏଥକୁ ବିଚାର ତ ମନେ ରାତ୍ର ବଞ୍ଚିବା ଏହି ସ୍ଥାନେ। ପେଜ କୁଣ୍ଡରୁ ପେଜ ଆଣି ଖାଇ ବଞ୍ଚିବା 5 ପ୍ରାଣୀ। ରଜନୀ ପ୍ରଭାତରୁ ଯିବା ଏକାନ୍ତେ ବନ୍ଧୁଙ୍କୁ ଭେଟିବା। ଛାମୁରେ ଜଣାଇବା ଦୁଃଖ ବୋଲିବା ଆମ୍ଭ ପ୍ରାଣ ରଖ। କେବଳ ଅନ୍ନ ବସ୍ତ୍ର ଦେଇ ଏକଥା ମନକୁ ଯୁଗାଇ। ଶୁଣି ଯୁବତୀ ବୋଲେ ହେଉ ଆଣ ପେଜ ପ୍ରାଣ ରହୁ। ବନ୍ଧୁ ଚଳିଲା ଏହା ଶୁଣି ଛଡ଼ାକୁ ଡୁଆ ଗୋଟି ଆଣି। ସେ ପେଜ କୁଣ୍ଡରେ ବୁଡ଼ାଇ ପତ୍ନୀ କି ଦିଅଇ ବଢ଼ାଇ। ପୁତ୍ର ଦୁହିତା ପତ୍ନୀ ଆଗେ ପେଜ ପିଇଲେ ক্ষୁଧା ଭାବେ। ଉଦର ଭରି ସୁସ୍ଥ ହୋଇ ପଡ଼ିଲେ ସେହିଠାରେ ଶୋଇ। ବନ୍ଧୁ ମହାନ୍ତି ଅତି ତୁଷେ ଲୟ ଲଗାଇ
ଯାଇ ପ୍ରଭୁ ପାଶେ ବଇଲା ନାମ ଦାରୁ ହରି ଚର ଚରେ ଅଛ ପୁରୀ ସକଳ ଯିବେ ପଡ଼ି ଦାତା ତୁମ୍ଭହୁ ନାହିଁ ନା କରତା ମୁଁ ଏଥୁ ନୁହଇ କାହାର ତୁ ନାଥ ଯାହା ଇଚ୍ଛା କର ପ୍ରଭୁ ଏଠାରେ କଲେ ହେଳା ବୁଡ଼ିଲା ଚିନ୍ତା ଜଳେ ଭେଳା ক্ষୁଧା ଅନଳେ 5 ଜଣ ପୁଡ଼ି ମରୁଛୁ ଅକାରଣ ତୋର କରୁଣା ବାରି ଦେଇ ଶୀତଳ କର ଭାବଗ୍ରାହୀ ହେମନ୍ତ ବୋଲି ସ୍ତୁତି କଲା ପଥ ଶ୍ରମରେ ନିଦ୍ରା ଗଲା ଏଥି ଉତ୍ତାରୁ ଶୁଣ ମନ ବଢ଼ିଲା ସେବା ପୂଜା ମାନ ତ୍ରିଧୂପ ପଞ୍ଚ ଅବକାଶ ତଡ଼ାଉ ଲାଗି ଆଦିବେଶ ବଡ଼ ସିଂହାର ପୁଷ୍ପାଞ୍ଜଳି ସେ ଯାଇ ଖଟ ସେଜ ତୁଳି ସକଳ ସେବା ବଢ଼ାଇଲେ ଭଣ୍ଡାର ଘର ମୁଦ ଦେଲେ ଦୀପଦି ହୁଡ଼ି ଧରି ଥୁକେ ଦେଉଳ ସୁଧିଲେ ସେବକେ ସକଳ କବାଟ ପକାଇ বিষম ସାଙ୍ଖୁଳି ଲଗାଇ କଞ୍ଚି ପକାଇ କାଠି ଧରି ଗଲେ ଭଣ୍ଡାର ଅଧିକାରୀ ଆଉ ସେବକ ଯେତେ ଥିଲେ ଯେ ଯାହା ପୁରେ ଚଳିଗଲେ ଏଥି ଉତ୍ତାରୁ ଶୁଣ ଭାବ ଯେ ପ୍ରଭୁ କମଳା ବଲ୍ଲଭ ସକଳ ଜୀବ ଚିନ୍ତାମଣି ଦୀନ ବାନ୍ଧବ ଚକ୍ରପାଣି ଅଶେଷ ବ୍ରହ୍ମାଣ୍ଡ କରତା ଲାଗିଲା ମନେ ଭୃତ୍ୟ ଚିନ୍ତା ହଇଲା ମନ ଛନ ଛନ ଦେଉଳେ ବିଜେ ଭଗବାନ ଭଣ୍ଡାର ଘର ରତ୍ନ ଥାଳି ବେଗେ ଧଇଲେ ବନମାଳି ତହିଁ ପୁରାଇ ଥାଳି ଅନ୍ନ ନାନାଦି ପ୍ରକାର ବ୍ୟଞ୍ଜନ ଆବର ଅପମାଲୁ ଗଜା ନାଡ଼ି ପାପୁଡ଼ି ଭୋଗ ଖଜା ଯେକାନ୍ତି କାକରା ଆରିସା ଘୃତରେ ହୋଇଅଛି ମିଶା କ୍ଷୀର ଖେଚୁଡ଼ି ସରପଣା ଧରି ଚଳିଲେ ଜଗଜିଣା ରାତ୍ର ହୋଇଛି ଘଡ଼ି 7 ଦକ୍ଷିଣ ଦ୍ୱାରେ ଉପଗତ ଡାକିଲେ ବନ୍ଧୁ ନାମ ଧରି ତା ଶୁଣି ବନ୍ଧୁ ହେତୁ କରି ବଇଲେ ଶୁଣ ଆଗ ସହି ଏ କ୍ଷେତ୍ରେ କେତେ ବନ୍ଧୁ ନାହିଁ କେଅ ବା କାହାକୁ ଡାକୁଛି ମୁଁ କିମ୍ପା ଯିବି ଗମୃଗାକ୍ଷୀ ଏମନ୍ତେ ବୋଲି ତ ନିହନ୍ତେ ପୁଣି ଡାକିଲେ ଜଗନ୍ନାଥେ ଆଣ୍ଟେ ଡାକିଲେ ନାରାୟଣ ଯାଜପୁରିଆ ବନ୍ଧୁ ଶୁଣ କୁଟୁମ୍ବ ଘେନି ସଙ୍ଗତର ରହିଛୁ ପେଜନଳା ଠାର ବହନ ହୋଇ ଆସପାସ ଡାକୁଅଛି ମୁଁ ଧରି ଗ୍ରାସ ତା ଶୁଣି ବନ୍ଧୁ ଅତି ତୁସେ ଯାଇ ମିଳିଲା ପ୍ରଭୁ ପାଶେ ବିପ୍ର ସ୍ୱରୂପ ଗଟି ଧରି ବଢ଼ାଇ ଦେଲେ ଅନ୍ନ ଥାଳି ବଇଲେ ଭୁଞ୍ଜ ସୁସ୍ଥ ହୋଇ କାଲି ସକାଳୁ ତତେ ମୁହିଁ ଖଞ୍ଜିବି ଅନ୍ନ ବସ୍ତ୍ର ଯେତେ ଚିନ୍ତା ନ କର ତୁମ୍ଭେ ଚିତେ ଏମନ୍ତ କହି ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ ବନ୍ଧୁ ସେ ଅନ୍ନ ଘେନି ଗଲେ କୁଟୁମ୍ବ ଯାକ ଉଠାଇଲେ ଅନ୍ନ ସେ ଥୁଇ ମଧ୍ୟ ଗତେ ବେଢ଼ିଣ ବସିଲେ ସମସ୍ତେ ପତ୍ନୀ ଦୁହିତା ସେ ନନ୍ଦନ ସମସ୍ତେ କଲେ କଭୁଜନ ଉଦ
ଥାଳି ନିଅ ବୋଲି କେତେ ବେଳ ଡାକ ଦେଲେ କେକେଣେ କେହି ନ ଶୁଣିଲେ ନିରାଶ ହୋଇ ଧରି ଥାଳି ବନ୍ଧୁଲେ ଉଠିଗଲେ ଚଳି ଛିଣ୍ଡା କନାରେ ଗୁଡ଼ିଆଇ ଥୋଇଲେ ସୀମ ସ୍ଥାନେ ଦେଇ ଏଥି ଉତ୍ତାରୁନି ଶେଷ ଦିବସ ହୋଇଲା ପ୍ରବେଶ କାକକୁ କୁଟ ଦେଲେ ରାବ ସଂସାର ଦିଶିଲା ସୁଲଭ ସେବକ ସୂଚିମନ୍ତ ହୋଇ ଗଲେ ଶ୍ରୀ ହରି ସେବା ପାଇଁ କବାଟ ଫିଟାଇ ପଶିଲେ ଯେ ଯାହା ସେବାରେ ଲାଗିଲେ ଭଣ୍ଡାର ଫିଟାଇଲେ ଯାଇ ଦେଖିଲେ ରତ୍ନ ଥାଳି ନାହିଁ ସମସ୍ତେ ହୋଇଲେ ତାଟକା ଦେଉଳେ ପଡ଼ିଲା କଡ଼କା ଭଣ୍ଡାର ସୁପକାର ଧରି ବାନ୍ଧିଲେ ଯୋଡ଼ି ଯୋଡ଼ି କରି ବାଜିଲା ବେତ ଯେ ଅନେକ ଧାଇଲେ ଚାରିଦିଗେ ଲୋକ ପ୍ରଭୁଙ୍କ ଘଟ ସୂତ୍ର ମାନ କେ ତାହା କରିପାରେ ଆନ ଦୈବ ଯୁଗେ ବନ୍ଧୁ ତାର କୁଟୁମ୍ବ ଘେନି ସଙ୍ଗତର ଶୋଇଛି ସୀମ ସ୍ଥାନେ ଦେଇ ଲୋକେ ଦେଖିଲେ ତାହା ଯାଇ ଛିଣ୍ଡା କନାରେ ରତ୍ନ ଥାଳି ଫୁଟିଣ ଦିଶୁଅଛି ଝଳି ଯୁଗେ ଅରୁଣ ତେଜ ପାଇ ଅଧିକେ ତେଜ ବିରାଜଇ ବନ୍ଧୁ ମହାନ୍ତି ସୀମ ସ୍ଥାନେ ଥାଳି ଦେଖିଲେ ଲୋକମାନେ ବଇଲେ କାହିଁର ଏ ଚୋର ପଳାଇ ଯିବ ବେଗେ ଧର ହେମନ୍ତ ବୋଲି ଜଣ ସାତେ ବନ୍ଧୁକୁ ଧଇଲେ ତୁରିତେ କର୍କଶ ବାନ୍ଧେଣି ବାନ୍ଧିଲେ ଥାଳି ଛଡ଼ାଇ ଘେନି ଗଲେ ଅନେକ ମାଡ଼ ହିଁ ମାଇଲେ ପାଦେ ସଙ୍କୁଳି ଲଗାଇଲେ ତା ଶୁଣି ବନ୍ଧୁ ଯେ ବୋଲଇ ମୋହର କିଛି ଦୋଷ ନାହିଁ ରାତ୍ର ଯେ 10 ଘଡ଼ି ଠାରେ ଦେଉଳେ ଏକ ବିପ୍ରଭରେ ଅନ୍ନ ଥାଳିରେ ଅନ୍ନ ଭରି ମତେ ଯେ ଦେଲେ ଡାକି କରି ତାତହୁଁ ଆଣିଲଇ ମୁହିଁ କୁଟୁମ୍ବ ଯାକ ସୁସ୍ଥେ ଖାଇ ଥାଳି ଯେ ଲେଉଟାଇ ନେଲି କେତେ ରୂପେ ମୁଁ ଡାକିଲି ତେଣେ ଯେ ନ ଶୁଣିଲେ କେହି ଘେନି ଅଇଲି ଲେଉଟାଇ ଏଥିରେ କେଉଁ ଦୋଷ ମୋର କହ କେ ମତେ ହେଲି ଚୁର ବିନା ଦୋଷରେ ଦଣ୍ଡ ଦେଲେ ବୁଝିବେ ମୋର ପ୍ରଭୁ ଥିଲେ ପତ୍ନୀ କହିଲେ ହି ମତେ କେହି ତା ନଗଲେ ପରତେ ବନ୍ଧୁକୁ ବାନ୍ଧି ଘେନି ଗଲେ ବନ୍ଦୀ ମନ୍ଦିରେ ବନ୍ଦୀ କଲେ ନାନା ମତରେ ଦେଲେ ଗାଳି ଯେ ଯାହା ମତେ ଗଲେ ଚଳି ବନ୍ଧୁ ରହିଲେ ମାମୁଁ ଘରେ ଚିତ୍ତନି ବେଶୀ ପ୍ରଭୁ ଠାରେ ବୋଲେ ମୁଁ ପାପୀ ଅପରାଧୀ ତୁମ୍ଭେ ଯେ କରୁଣା ବାରିଧି ବ୍ରହ୍ମାଣ୍ଡ ମଧ୍ୟେ ପାପୀ ଜନେ ମୋ ପରି ନାହିଁ ଅନ୍ୟ ଜଣେ ତପରି ପତିତ ତାରଣ ଅଛି କେ ବ୍ରହ୍ମାଣ୍ଡ ମଧ୍ୟେଣ ଏଣୁ ତୁ ଯାହା କଲେ କର ଅନ୍ୟ ଶରଣ ନାହିଁ ମୋର ହେମନ୍ତ ବୋଲି ଭାବି ହୃଦେ ଚିନ୍ତିଲା ପ୍ରଭୁ ପଦ୍ମ ପାଦେ ଏଥି ତାରୁ ଦିନ ଶେଷ ରଜନୀ ହୋଇଲା ପ୍ରବେଶ ପ୍ରଭୁଙ୍କ ନିତ୍ୟ କର୍ମ ଯେତେ ସେବକ ସାରିଲେ ତୁରିତେ ପଲଙ୍କ ସୁପାତି ପକାଇ
ପ୍ରଭୁମାନଙ୍କୁ ପହୁଡ଼ାଇ ଦେଉଳ ବେଢ଼ା ନିଷୁଧିଲେ କବାଟ କିଳି ଚଳିଗଲେ ପ୍ରବେଶ ଯେ ଯାହା ଭୁବନ ଏଥି ଉତ୍ତାରୁ ଶୁଣ ମନ ଯେ ପ୍ରଭୁ ହୃଦୟ ଚିନ୍ତାମଣି ସର୍ବତ୍ର ବ୍ୟାପିଛନ୍ତି ପୁଣି ପ୍ରଭୁ ପଣକୁ ଲୁଚି ଯାଇ ସେବକ ବେଦନା ନ ସହି ଦେଉଳୁ ବିଜେ ଜଗ ଜିତା ଲାଗିଅଛଇ ଭକ୍ତ ଚିନ୍ତା ତକ୍ଷଣେ ଗରୁଡ଼ ଆରୁହି ଗଗନ ମାର୍ଗେ ଉଡ଼ି ଯାଇ ବିଜେ ଖୁରଦାରଥିପୁରେ ପ୍ରତାପ ରୁଦ୍ରର ମନ୍ଦିରେ ସେ ମହାରାଜା ନୃପ ସାଇ ପଲଙ୍କେ ନିଦ୍ରା ଅଛି ଯାଇ ତାହାଙ୍କ ପାଶେ ଭାବଗ୍ରାହୀ ବିଜୟ କଲେ ଭାବ ବହି ସ୍ୱପନ ମାର୍ଗେ ଆଜ୍ଞା ଦେଲେ ଶୁଣରେ ରାଉତ ବଇଲେ ମଘରେ ବନ୍ଧୁ ଆସିଥାଇ ସେ ନୀତି ଉପବାସେ ଯାଇ ଇତର ଲୋକଙ୍କର ଘରେ କୁଣିଆ ନ ଯାଇ ଭୁକରେ ତାହାର ଯାଜପୁରେ ଘର କୁଟୁମ୍ବ ଘେନି ସଙ୍ଗତର ବନ୍ଧୁମ ଅତି ଶ୍ରଦ୍ଧା ମନେ ଆସି ଯେ ଥିଲା ମୋ ଭୁବନେ ତାକୁ ଭୋଜନ ମୁହିଁ ଦେଲି ତ ବାପ ଗଣ୍ଠିକି ନାସିଲି ସେ ରତ୍ନ ଥାଳି ଗୋଟି ମୋର ଥିଲା ଯେ ବନ୍ଧୁର ପାଶର ତାହାକୁ ଚୂର ଦୁଷ ଦେଇ ଧଇଲେ ତର ଲୁକ ଯାଇ ନିବିଡ଼େ ବାନ୍ଧି ପକାଇଲେ ଅନେକ ମାଡ଼ ହିଁ ମାଇଲେ ଚରଣେ ସାଙ୍କୁଳି ଲଗାଇ ରଖିଲେ ବନ୍ଦୀ ଘରେ ନେଇ ତା ଦେଖି କୁଟୁମ୍ବ ସକଳ କେ କହୁ ତାହାଙ୍କ ବିକଳ ଏଣୁ ମୁଁ କହୁଅଛି ତତେ କ୍ଷେତ୍ରକୁ ଯିବୁ ତୁ ତ୍ୱରିତେ ବନ୍ଧୁକୁ ବନ୍ଦୀରୁ ଫିଟାଇ ଚରଣ ସାଙ୍କୁଳି କଟାଇ ବିନୟ ହୋଇ ପାଦ ତଳେ ସ୍ନାନ କରାଇ ତୀର୍ଥ ଜଳେ ପିନ୍ଧାଇ ସୁଝିନ ଅମ୍ବର ଖଞ୍ଜିବୁ ନାନା ଅଳଙ୍କାର ଦେଉଳେ ଖର ସୁଧ ପଣେ ଶାଢ଼ୀ ଯେ ଦେବୁ ତୁ ଆପଣେ ବନ୍ଧୁର ପାଞ୍ଜିମ ପ୍ରମାଣ ଏକଥା ସତ୍ୟ ବୋଲି ଜାଣ କ୍ଷୀରି ଖେଚୁଡ଼ି ପୁରୀ ଅନ୍ନ ଜୀବନ୍ତେ ଦେବୁ ତୁ ଭୋଜନ ତେବେ ସେ ରାଜେ ସୁଖେ ଥିବୁ ନୋହିଲେ ନାଶ ନିଶ୍ଚୟ ଯିବୁ ଆମ୍ଭେଟି ପ୍ରଭୁ ନାରାୟଣ କହିଲୁ ସାବଧାନେ ଶୁଣ ହେମନ୍ତ ବୋଲି ଛାଟେ ମାରି ତକ୍ଷଣେ ଗଲେ ନର ହରି ପ୍ରବେଶ କଲେ ନୀଳାଚଳେ ଏଣେ ଉଠିଲେ ମହିପାଳେ ପ୍ରଭୁ ମହିମା ମନେ ଗୁଣି ବାହାରେ ବିଜେ ନୃପମଣି ପାତ୍ର ମନ୍ତ୍ରୀଙ୍କୁ ଡକାଇଲେ ସକଳ ବୁଝାଇ କହିଲେ ତକ୍ଷଣେ ବାସ ଲାଗି ହୋଇ ବିଜୟ କଲେ ନୃପ ସାଇ ଏଣେ ଯେ ଦଶ ଦଣ୍ଡ ଠାରେ ବିଜୟ କଲେ ନୃପବରେ ବନ୍ଧୁ ପାଶକୁ ବେଗେ ଗଲେ ବନ୍ଧନ ଫିଟାଇ ବଇଲେ ବନ୍ଧୁକୁ ନେଇ କଲେ କୂଳ ହୃଦେ ଲଗାଇ ମହିପାଳ ବଇଲେ ଧନ୍ୟ ମୋ ଜୀବନ ଦେଖିଲି ତୋହର ବଦନ ଏମାନେ ଦୋଷ କଲେ ଯେତେ ସକଳ କ୍ଷମା ଦିଅ ମତେ ହେମନ୍ତ ବୋଲି ଭୁଜ ଧରି ଶିରେ ଢାଳିଲେ ତୀର୍ଥ ବାରି ପିନ୍ଧାଇ ସୁଝି ନବସନ
ଖଞ୍ଜିଲେ ଖଞ୍ଜା ବରତନ, ଦେଉଳେ ଖର ସୁଧ ପଣେ, ପାଟ ବାନ୍ଧିଲେ ତତକ୍ଷଣେ, କୁଟୁମ୍ବ ଯାକ ବନ୍ଧୁ ତୁଲେ, ଅନେକ ପୌରୁଷ କଲେ। ଦକ୍ଷିଣ ପାରୁଷରେ ଘର, ତୁଳାଇ ଦେଲେ ନୃପବର, ଭୋଗ ଖଞ୍ଜିଲେ ମହାରାଏ, ଖୁଆଅ ପୁତ୍ର ନାତି ଯାଏ। ବନ୍ଧୁକୁ ସୂଚିତ କରାଇ, ପ୍ରଭୁ ଛାମକୁ ଘେନି ଯାଇ, ସକଳ ସମର୍ପଣ ଦେଲେ, ନୃପତି ବର ଚଳିଗଲେ। ବନ୍ଧୁ ରହିଲେ ପ୍ରଭୁ ଆସେ, ଅତ୍ୟନ୍ତ ମନର ହରସେ, କୁଟୁମ୍ବ ଘେନି ସଙ୍ଗତରେ, ଶ୍ରୀ ଜଗବନ୍ଧୁଙ୍କ ସେବାରେ, ପରମ ଆନନ୍ଦେ ରହିଲେ, ମନକୁ ଚୈତନ୍ୟ କହିଲେ। ଶୁଣ ସୁଜନେ ପ୍ରଭୁ ପଣ, ଭକ୍ତ ବତ୍ସଳ ଭଗବାନ, କରନ୍ତି ଏତେ ଦୂର ଯାଏ, ଯେବ ବିଶ୍ୱାସ କରିଥାଏ। ଭାବକୁ ନିକଟ ଗୋସାଇଁ, ଅଭାବ ଜନେ ଭେଟ ନାହିଁ, ଏଣୁ ପାମର ରାମଦାସ, ଶରଣ କମଳା ବିଳାସ। ବନ୍ଧୁ ମହାନ୍ତି ଗୀତେ ରସ, ସୁଜନେ ଶୁଣି ହୁଅ ତୁଷ, ଏ ଦାଢ୍ୟ ଭକ୍ତିର ସାମୃତ, କେବଳ ପ୍ରାଣୀ କଷ୍ଟ ହତ। ଯେ ଅବା ଶ୍ରଦ୍ଧା ମନେ ଶୁଣେ, କିଏ ବା ବଚନରେ ଗୁଣେ, ତାର କଳମଷ ଥିବ ଯେତେ, ରହିବ ନାହିଁ କଦାଚିତେ। ସକଳ କର୍ମେ ଯଶ ହେବ, ସମନ ଦର୍ଶନେ ନ ଯିବ, ଏକଥା ଅଟଇ ପ୍ରମାଣ, ସକଳ ଶାସ୍ତ୍ରେ ଏହା ଶୁଣ। ସାଧୁ ଶ୍ରୀକୃଷ୍ଣ କଥା ବିନେ, ଜୀବ ଉଦ୍ଧାର ନାହିଁ ଅନେ, କରି ଚିନ୍ତଇ ନିଜ ମନେ, ଯାହା କରିବେ ସାଧୁମାନେ। ଇତି ଶ୍ରୀ ଦାଢ୍ୟତା ଭକ୍ତି ରସାମୃତେ, ମନ ଚୈତନ୍ୟ ସମ୍ବାଦେ, ବନ୍ଧୁ ମହାନ୍ତି ଦାଢ୍ୟ ଭାବ ବର୍ଣ୍ଣନେ, ନାମ ତ୍ରୟୋଦଶ ଅଧ୍ୟାୟ।